ইতিহাস রচনা পাকিস্তান প্রথম দল ভাবে। হ্যালো ফ্রেন্ড, আপনার কিন্তু রাজা শিবাজি 23 ডিসেম্বর চ্যানেল বাজে নিউজ। 3 ম্যাচ বিশিষ্ট দিନିକିଆ ସିରିଜରେ ପାକିସ୍ତାନ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ସିରିଜର ତୃତୀୟ ତଥା ଶେଷ ମ୍ୟାଚରେ ଡକୱାର୍ଥ ଲୁଇସ୍ ନିୟମ ଅଧୀନରେ ପାକିସ୍ତାନ 36 ରନ୍ ଜିତିଥିଲା। ଏହି ବିଜୟ ସହିତ ପାକିସ୍ତାନ ବିଶ୍ୱ ରେକର୍ଡ ହାସଲ କରିଛି। ବର୍ତ୍ତମାନ ପାକିସ୍ତାନ ନିଜ ଘରୋଇ ଗ୍ରାଉଣ୍ଡରେ ଏକ ଦିନିଆ ସିରିଜରେ ଦକ୍ଷିଣ ଆଫ୍ରିକାକୁ ଘରୋଇ ମାଟିରେ କ୍ଲିନ୍ ସୁଇପ୍ କରିବାରେ ବିଶ୍ୱର ପ୍ରଥମ ଦଳ ହୋଇଛି। ମହମ୍ମଦ ସିରାଜ ୱାନଙ୍କ ଅଧିନାୟକତ୍ୱରେ ପାକିସ୍ତାନ ଏହି ପ୍ରଦର୍ଶନ କରିଛି। ଜୋହାନ୍ସବର୍ଗରେ ପାକିସ୍ତାନ ଏବଂ ଆଫ୍ରିକା ମଧ୍ୟରେ ତୃତୀୟ ଦିନିକିଆ ଖେଳାଯାଇଥିଲା। ଏହି ମ୍ୟାଚରେ ପ୍ରଥମେ ପାକିସ୍ତାନ ପକ୍ଷରୁ ଭଲ ବ୍ୟାଟିଂ ଏବଂ ପରେ ଚମତ୍କାର ବୋଲିଂ ଦେଖିବାକୁ ମିଳିଥିଲା। ଦକ୍ଷିଣ ଆଫ୍ରିକା ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପାକିସ୍ତାନ 47 ଓଭରରେ ବୋର୍ଡରେ 308 ରନ୍ ସଂଗ୍ରହ କରିଥିଲା। ବର୍ଷା ହେତୁ ଦଳ କେବଳ 47 ଓଭର ପାଇଁ ବ୍ୟାଟିଂ କରିପାରିବ। ଏହି ସମୟ ମଧ୍ୟରେ ଦଳ ପାଇଁ ଖେଳିବାକୁ ଆସିଥିବା ସାମ୍ ଆୟୁବ ଏକ ଚମତ୍କାର ଇନିଂସ ଖେଳି 94 ବଲରେ 13 ଚୌକା ଓ 2 ଛକା ସହାୟତାରେ 101 ରନ୍ ସ୍କୋର କରିଥିଲେ। ଦକ୍ଷିଣ ଆଫ୍ରିକା ଦଳ 42 ଓଭରରେ 271 ରନ୍ରେ ଅଲ୍ ଆଉଟ୍ ହୋଇଥିଲେ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ କରିବେ, ସବସ୍କ୍ରାଇବ୍ କରିବେ, ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରିବେ, ଯାହାଦ୍ୱାରା ଆପଣ ଏହିଭଳି ଟପ୍ ନ୍ୟୁଜ୍ ଅପଡେଟ୍ ସର୍ବପ୍ରଥମେ ଜାଣିପାରିବେ।